ସତରେ ବର୍ତ୍ତମାନ ସମୟରେ ସିନ୍ଦୁରର ସ୍ୱାଦ ବହୁତ ଅଲଗା। ଆମ ବାପା ମା ସମୟରେ ସିନ୍ଦୁରର ସମ୍ପର୍କ ଥିଲା ଫରୁଆ ଭିତରେ ନିଦାଳିଆ ଜିନିଷ, ଯିଏ ରକ୍ତ ଭାରିଯା ହଇତା ମାଇକ ଅଣ୍ଡିଆ ମାଇକିନା। କିନ୍ତୁ ଏବେ ସ୍ୱାମୀ ସ୍ତ୍ରୀ ଆସି ହେଲାନି, ହଜବେଣ୍ଡରୁ ହବି, ୱାଇଫରୁ ସୁଇଟହାର୍ଟ, ପିଓର ଡାର୍ଲିଂ ଆଉ ଲାଇଫ ପାର୍ଟନର। ସତରେ ଏ ସିନ୍ଦୁର କେତେବେଳେ ଯେ କୋଉ ଖେଳ କରିଛି କିଛି ବି ବୁଝି ହଉନି। ଆମ ବାପା ମା ସମୟରେ ବାହାଘର ବାର୍ଷିକ ଉତ୍ସବ ପାଳନ ହେଉନଥିଲା, କିନ୍ତୁ ବାହାଘର ତାରିଖ ବି ମନେ ରଖୁନଥିଲେ। କିନ୍ତୁ ଏବେ ନିର୍ବନ୍ଧ, ରିଙ୍ଗ ସେରିମନି, ମଙ୍ଗଳ, ବାହାଘର, ମାସିକା, 3 ମାସିଆ, 6 ମାସିଆ ସବୁ ତାରିଖକୁ ମନେ ରଖି ବାହାଘର ବାର୍ଷିକୀ ପାଳନ କରାଯାଉଛି। ସେଇ ଦୃଷ୍ଟିରୁ ଆମ ବାବୁ ଆଉ ବାବୁଆଣୀଙ୍କର ସିନ୍ଦୁରର ସମ୍ପର୍କ କେତେ ଯେ ମଧୁର। ଆଜିକି ବିବାହ ବାର୍ଷିକୀରେ ଯାହା ଦେଖିବାକୁ ବାକି ରହିବ। ମୁଁ କଣ କଲି ବାବୁ, ମୋ ଉପରେ ରାଗୁଛ? ପ୍ରଥମେ ତ କହିଲ ସାଜସଜ୍ଜା ହବନି କି ଭୋଜି ଭାତ ହବନି, ସାଧା ସିଧା ଭାବେ ପାଳନ କରାଯିବ। ଆଉ ବାବୁ ତ ଏପର୍ଯ୍ୟନ୍ତ ଘରକୁ ଆସିନଥିବେ, କେକ୍ କାଟିବେ ପରେ ଏକା ବହୁମା। ଆଉ ସଜାସଜି କହିଲେ ତହିଁକି ବେଲୁନ ଫୁଙ୍ଗି ଟଙ୍ଗାଯିବ। ଆଉ କୋଉ ଏତେ ଭିଡ଼ କାମ ରହିଲା ଯେ ତମେ ମୋ ଉପରେ ଗର୍ବରେ ହେଉଛ। ଝିଅ ବହିକୁ ମାର୍କେଟରୁ ବୁଲି ବୁଲି ଆସିବୁ। ହଁ ଯାଇ ଆରେ ଆମର ସଜାସଜି ହବ କେତେବେଳେ? ମୋର କିଏ କାଟିବେ କେତେବେଳେ? ବୁଲିଲେ କେତେବେଳେ? ବୁଲିଲେ କେତେବେଳେ? ବୋଉମା ତ ମନା କରୁଥିଲେ, ତମେ ଯେଉଁ ଗଜରା ବାଧ୍ୟ କରି ଆଣିବା ପାଇଁ କହିଲ ସେ ଗଜରା ବଜାରରୁ ଖୋଜି ଆଣିବାକୁ ଟିକେ ଡେରି ହେଇଗଲା। ହଉ ହଉ, ଆଉ ବେଶୀ ଗପିବା ଦରକାର ନାହିଁ। ତୁ ଯାଇ ତ କାମ କର, ମୁଁ ଟିକେ ଶାନ୍ତି ହେବା ଘରକୁ ଆସୁଛି। ବାବୁ, ଆମ ଘରକୁ ତ ଆଜି କେହି ଗେଷ୍ଟ ଆସିବେନି, ତମେ ତାଙ୍କ ଘରକୁ ଯିବ କଣ ପାଇଁ? ଚୁପ୍ କର। ତୁ କଣ ଏ ଘରର ମୁରବି? ହଁ, ତୁ ଘରେ ଘର ମୁରବି। ମୁଁ ଘରେ ଯିବି ଆଉ ନ ଯିବି ତୋ ଅନୁମତି ନେବି। ତୁ ଯାଇ ତ କାମ କର, ମୁଁ ଆସିଲା ବେଳକୁ ଯେମିତି ବେଲୁନ ସବୁ ଟଙ୍ଗା ହେଇଯିବ, ଡାଇନିଂଟା ସବୁ ଫୁଲରେ ସଜା ହେଇଯିବ। ଆଉ ଟିକେ ଡେରି ହେଲେ ମୁଁ ବି ନେବି। ମତେ ଯାହା ଲାଗୁଛି ଆମ ବାବୁ ବାବୁଆଣୀଙ୍କ ସମୟରେ ବାହାଘର ବାର୍ଷିକ ଉତ୍ସବଟା ଖୁବ୍ ଜୋରସୋରରେ ମାନିଥିବେ। ନା ଗପିବି କଣ? ଏଇ ବଜାରରୁ ବେଲୁନ ଆଉ ଫୁଲମାଳ ଆଣିଥିଲି, କେଉଁଠି ଟଙ୍ଗିଲେ ଭଲ ଦେଖାଯିବ ମୁଁ ସେଇ କଥା ଭାବୁଥିଲି। ସାଜସଜ୍ଜା ଭୋଜି ଭାତରେ ପେଟ ପୁରେ ନା ମନ ଭରେ? ଉତ୍ସବ ପାଳନ କରିବାର ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱାମୀ ସ୍ତ୍ରୀଙ୍କ ଅନ୍ତରଙ୍ଗ ସମ୍ପର୍କର ଗଭୀରତାକୁ ମାପିବା ଆଉ ସ୍ନେହ ପ୍ରେମ ଭଲ ପାଇବାକୁ ଦୁହେଁ ମିଶି ଅନୁଭବ କରିବା। ହଁ ହଁ ବୋଉମା, ତାହେଲେ ଏସବୁ ତମେ କାମରେ ଲଗେଇ ଦିଅ। କାହିଁକି ନା ଅନ୍ୟ କାହାର ଖୁସିକୁ ମୁଁ ଅପହରଣ କରିବାକୁ ଜମା ଚାହେଁନି। ତାହେଲେ ଯାଉଛୁ ବୋଉମା। ମୁଁ କିନ୍ତୁ ବହୁତ ଭାଗ୍ୟବତୀ। ଆଉ ସେମିତି ହେଇନଥିଲେ ଏମିତି ଘର ଏମିତି ଘର ମତେ କଣ କେବେ ବି ମିଳିପାରିଥାନ୍ତା? ତାଛଡ଼ା କି ଯୋଗ୍ୟତା ଅଛି ମୋର? ଆଜିକାଲି ବଡ ପାଇବା ଏଇଟା ବହୁତ ବଡ କଥା। ତାଛଡ଼ା ମୋ ପରିବାରରେ ବହୁତ ଚାଲାଣ ଅଛି ଯେ ଏମିତି ଘରେ ବନ୍ଧୁ ବସିବାକୁ। ଏସବୁ ହଉଛି ମୋ ଜେଜେଙ୍କର ମହାନତା ଆଉ ଠାକୁରଙ୍କର ଅସୀମ କୃପା। ମୋ ଜେଜେ ହେଉଛନ୍ତି ଏ ଘରର ବଡ ଠାକୁର ଆଉ ମୋ ସ୍ୱାମୀ ସିଏ ତ ମୋ
शुभेन्दु सामंत ଆମ ପତି ପରମେଶ୍ୱର କଣ ଚିହ୍ନି ପାରିଲ କି ନାଇଁ? ତମେ ଏମିତି କଣ କହୁଛନ୍ତି? ମୁଁ ତମକୁ କେମିତି ଚିହ୍ନି ପାରିବିନି ଯେ? ଯଦି ଚିହ୍ନି ପାରିଲ ତ ନ ଚିହ୍ନିଲା ପରି ଆଶ୍ଚର୍ଯ୍ୟ ହେଇଗଲା କଣ? ନାଇଁ କଥା କହୁଛି, ମତେ ଯେମିତି ଲାଗିଲା ତମେ ମଦ ପିଇଛ। ଆରେ ଲାଗିଲା ନୁହଁ, ମୁଁ ମଦ ହିଁ ପିଇଛି। କିନ୍ତୁ ତମେ ତ କେବେ ମଦ ପିଅନି। ଏଇ, ଆରେ କି କଥା କହୁଛ ଡାଲି? ଆଜି ଆମ ବିବାହ ପ୍ରଥମ ବର୍ଷ। ଭେରି ସ୍ପେଶାଲ ଲାଇଫ୍। ଆଉ ସ୍ପେଶାଲ ଲାଇଫ୍ରେ ପୁଣି କିଛି ସ୍ପେଶାଲ ହବ କି ନାହିଁ? ଆରେ ବାବା, ସ୍ପେଶାଲ ଲାଇଫରେ ସ୍ପେଶାଲ କରିବା ପାଇଁ ତମେ ଆଉ କିଛି କରିପାରିଥାନ୍ତ ନା। ତାପରେ ତୁମେ ମଦ ପିଇଲ। ଦେଖ, ମତେ ସବୁ ପସନ୍ଦ ଲାଗୁନି। ସରି ଡାର୍ଲିଂ, ମୁଁ ଭାବିଥିଲି ଆଜି ରାତିରେ ଆମେ ମଦ ପିଇ ଖୁବ୍ ଏନ୍ଜୟ କରିଥାନ୍ତେ, କିନ୍ତୁ ତମେ ଯେତେବେଳେ ମୋ ମଦିବାକୁ ନାପସନ୍ଦ କରୁଛ, ଆଇ ଏମ୍ ସୋ ସରି। ହଉ ହେଲା ହେଲା, ତମେ ମତେ ସରି କୁହନି, ମତେ ଭଲ ଲାଗୁନି। ଆଚ୍ଛା କାବେରୀ, ଆଜି ଭଳି ଶୁଭରାତ୍ରିରେ ତୁମେ ମୋ ଠାରୁ କଣ ଆଶା କରୁଛ? ଦେଖ, ଏକା ତ ବହୁତ ବଡ ଆଶା କରିଛି। ଆଜି ରାତିଟା ହଉଛି ଆମ ଦି ଜଣଙ୍କ ପାଇଁ ସ୍ମରଣୀୟ ରାତି। କାରଣ ଏଇ ରାତିକୁ ସ୍ନେହ ପ୍ରେମ ଭଲ ପାଇବାରେ ଆମେ ବିତେଇ ଦେବା। ବାସ୍। ହେ, ସେସବୁ ତ ଆମ ନୀତିଦିନିଆ କଥା। ତାହେଲେ କିନ୍ତୁ ଆଜି କିଛି ସ୍ପେଶାଲ ହବା କଥା କି ନାହିଁ? ହଁ ଯେ ମୁଁ ତ ତମଠୁ ସେମିତି କିଛି ଆଶା କରିନି। ତମ ଖୁସିରେ ତମେ ମୋ ପାଇଁ ଯାହା ଆଣିଥିବ ସେଥିରେ ମୁଁ ବହୁତ ଖୁସି ହେବି। ଆରେ ସେମିତି କେମିତି କହିଦେବି? ତମେ ଆଗେ କୁହ, ଉପହାରଟା କଣ ହେଇଥିବ? ହଁ, ତମେ ନିଶ୍ଚୟ ମୋ ପାଇଁ ନେକଲେସ୍ ଆଣିଥିବ। ହେ, ଛି, କଣ? ତମ ଅନୁମାନଟା ତ ଶସ୍ତା ନା। ଆରେ ଇଞ୍ଜିନିୟର ଶୁଭେନ୍ଦୁ ସାମନ୍ତରାୟ ତା ବିବାହ ବାର୍ଷିକ ସାମାନ୍ୟ ନେକଲେସ୍ ଆଣିବ। ତାମାନେ ଡାଇମଣ୍ଡ। नो डार्लिंग, ତମ ଅନୁମାନଟା ଆଦୌ ଠିକ ହଉନି। ଆଉ କିଛି କୁହ। ମୋ ଦ୍ୱାରା ଜମା ହବନି। ଏଇ, ତମେ କହିଦିଅ ନା ପ୍ଲିଜ। ଆରେ ସେମିତି କେମିତି କହିଦେବି? ହଁ, ଠିକ ଅଛି, ତମକୁ ମୁଁ ଆଉ ଗୋଟେ ଚାନ୍ସ ଦେଉଛି। କଣ? ତମେ ଆଗେ ଏଠିକି ଆସ। ତମେ ଆଗେ ଆଖି ବନ୍ଦ କର। କାହିଁକି? ଆଉ ମୁଁ ଯୋଉ ଯାହା ବି କିଛି ଦେବି ତମେ ତାକୁ ଆଗେ ଦେଖିବ ନାହିଁ। ନା। ଆଗେ ଆଖି ବନ୍ଦ କରିବ, ତାପରେ ଆଖି ଖୋଲି ଦେଖିବ, କହିବ ଉପହାର କେମିତି ଲାଗିଲା। ହେଲା ବାବା ହେଲା, ମୁଁ ଆଖି ବନ୍ଦ କଲି। ଏଥର ଦିଅ। ଆଉ ଏବେ ଦେଖ, ଆଉ କୁହ ଉପହାରଟା କେମିତି ଲାଗିଲା। এই লফাফা, লফাফারে কଣ ଅଛି? ଆରେ ମୁଁ ପୁଣି ସବୁ କହିବି ନା, ଆପଣ ଅନୁମାନ କର କଣ ଖାଇପାରେ? ହଁ, ଜାଣିଲି। କଣ ଜାଣିପାରିଲ? ତମେ ମତେ କହୁଥିଲେ ନା ଗୋଟେ ନୂଆ ପ୍ଲଟ କିଣିବ ବୋଲି। ଏଥିରେ ନିଶ୍ଚୟ ପ୍ଲଟର ପଟା ଅଛି, ଆଉ ଯୋଉଟା ତମେ ମୋ ନାଁରେ କିଣିଛ। ଦେଖ, ତା ଭିତରେ ପ୍ଲଟର ପଟ ନାହିଁ, ଆଉ କିଛି ଅଛି। ଦେଖିଲ ମୁଁ କେମିତି ବୋକି? କଥାଟା ଏଇଠି ଅଛି। ମୁଁ ସାରା ଦୁନିଆଟା ଖୋଜିଛି, ଏଥିରେ ମୁଁ ଜାଣିଗଲି। କୋଉ କଥା କୁହ ତ? ଏଥିରେ ଲଭ୍ ଲେଟର ଅଛି। এই ବର୍ଷକ ଭିତରେ ଯୋଉ ସବୁ କଥା ତମେ ମତେ ଲାଜରେ କହିପାରିନ, ଚିଠି ମାଧ୍ୟମରେ ଲେଖିକି ଜଣେଇଛ। ସତରେ ଶୁଭେନ୍ଦୁ, ଏ ଚିଠି ପାଇଲା ପରେ ନା ମତେ କିନ୍ତୁ ଭାରି ଖୁସି ଲାଗୁଛି। କିନ୍ତୁ ଯାହା କୁହ, ଏସବୁ ବାହାଘର ପୂର୍ବରୁ ହେଇଥିଲେ ବହୁତ ଭଲ ହେଇଥାନ୍ତା। ଏବେ ତ ଆମ ବାହାଘରକୁ ପୁରା ବର୍ଷେ ପୁରିଲାଣି, ଆଉ ଏବେ ତମ ରକ୍ତ ମୋ ଗର୍ଭରେ ବି ସ୍ଥାନ ପାଇସାରିଲାଣି। ଏ ସମୟରେ ଏ ଚିଠି ମୋତେ ତ ଦେଖିଲା ବେଳକୁ ଲାଜ ଲାଗୁଛି। ତୁମକୁ ଲେଖିଲା ବେଳେ ଲାଜ ଲାଗିଲାନି କେମିତି କେଜାଣି? ଆରେ ଲଭ୍ ଲେଟରଟା ଖୋଲିକି ପଢ, ଦେଖିବ ଆମ ଯୋଉ ଉଭୟଙ୍କ ଲାଜ ଆପେ ଆପେ ଛାଡ଼ିଯିବ। ଏବେ ନୁହଁ। ଚାଲ, ଅଗା ତ ସବୁ ରେଡି କରିସାରିଲାଣି। ଚାଲ ଆମେ ଆଗ କେକ୍ କାଟିଦେବା, ତାପରେ ଖାଇ ପିଇ ଶୋଇବା। ଆଉ ବେଡକୁ ଗଲେ ତମ ଛାତିରେ ମୁଣ୍ଡ ରଖି ମୁଁ ସବୁ ପଢିବି। ଆରେ ସେମିତି କେମିତି ହବ? ଆଉ କେମିତି ହବ? ଲଭ୍ ଲେଟର ପଢି ଯେତିକି ବିଳମ୍ବ ହବ ତାର ଦୋଷ ସେତିକି କମି କମି ଯିବ। ଠିକ ଅଛି, ମୁଁ ସେପଟକୁ କଣ ନେଉଛି, ତମେ ଏବେ ପଢ ଆଉ କୁହ। ହେଲା ବାବା ହେଲା, ପତି ପରମେଶ୍ୱରଙ୍କ ଆଜ୍ଞା ମୋର ସ୍ଥିର ଧାର୍ଯ୍ୟ।
साइन कर दबो ए घोड़ी पाद उठी चली जीवो बस कथा से एवरीथिंग केमती चालुची एवरीथिंग केमती मु सिग्नेचर कर देबी मो बहुत बड़ी तो लता बड़ा निष्पत्ति देलो मु जाने भी नहीं तू चुपचाप घर भीतर को जा सब कथा होची तुमर मो सह किसी कथा आउ सी भी घर भीतर जाई परिबनी से एई पेपर रे एई मुहूर्त साइन करी घोड़ी पाद उठी चली जीवो बस अरे तो वही सब बोलिए होए गलो ओ तो भी हिता हिता जाना तो भूली गलो अरे घर ना कोई रख में जी है तको साबे के करे तको भराई लो होम मोदती होम हिता ज्ञान बोली ए सो पाई जायो जे केवल तमे तमरी जीत पाई वर्षक पूर्व पराशर बाबू को झीर विवाह को प्रत्याख्यान कर बाहर चटलक झील मो मान सम्मान इज्जत को तले पकई दी किंतु एबे आज मुझे स्त्री बोले ग्रहण कर मुहूर्त में सुसाइड खाऊ जे आर पर जा ताको तो मैं और किसी को नहीं मो पति परमेश्वर से तबे आज्ञा देइछथि मो सब दिन पाई पाद उठे ये घर छाड़ी चली हेले जीव पूर्वरु केतेटा प्रश्नर उत्तर मो स्वामी को मु जानिबा पाई चाहूची ये प्रश्न वर्तमान मो 3 वर्षर गर्भवती से गर्भ समूह की संपर्क एमिति नाही संपर्क हम महाकर को वर्ष ही गलानी एई वर्ष भितरे अनेक थर तो मो से देहर संपर्क रखितो चरित्रहीन मैंने अनेक पुरुष सह संपर्क रखी जाती मु को चरित्रहीन बेसिया कौन चरित्रपति सती सावित्री ताले मत कह कॉलेज पाठ पढ़ुवा समय केते पिला तो भल होउले काहे की हेले मु तो काको बड़ पाउला जे जति मते के ऊपर पड़ी बड़ पाइलो सेटा कर बड़ तो औ कलंकित चरित्र में सब प्रमाण पाई सर सफेद हुआ की दरकार नहीं किंतु मु ये टेस्ट कर प्रमाण कर देबी वहां पर बड़े बड़ुआ पिला का बापा हम तो हाई कोर्ट में केस निजर भल प्रसंग में जाति किंतु मो शेष कर हम बड़े चरित्र में स्त्री सो मु अवशिष्ट जीवन संसार कर पारी मन को अरे को कले घर ना कहिरो किछ भी रो तुम घर तुम परिवार तुम आत्मसम्मान कर मैं छोट लोक झील को बाहर किंतु ताको आज तू मो पत्नी भाव में स्वीकृति कर एटा मोर फाइनल डिसीजन वाह सुगंधु बाबू वाह चमत्कार बुद्धि अपन करो और चमत्कार योजना भी अपन करो मते डिवोर्स दबा पई अपन जेते एते योजना एते परिकल्पना करि सारी एटी कार अनुरोध कि कार गुहारी रो किछि भी मूल्य नहीं हेले एते कि मु जति कि बुझिली प्रकृत रे मु चरित्रहीन नुह बरं तम अपसंत जने स्त्री निज पसंद आउ गोटे झील को बाहा होगा पाई ए सब चरित्रहीन नाटक चलुची तमे मोर पति परमेश्वर हेई पारो हेले मु कहूची तमे जने प्रतारक प्रतियो तमे जने दैव सत्य राक्षस होइले अभद्र भीतर प्रदेश तू मो घरे छुड़ा मत विद्रूप कर तुमको पूरा भीतर को जुआ कर शुणा गला
କାକୁଅ ତମେ କିଛି ବି କୁହନି, କିଛି କୁହନି ତମେ। ଛୋଟିଆ ଭାଗ୍ୟ ନେଇ ତ ମୁଁ ଜନ୍ମ ହେଇଛି, କେତେ ସୁଖ ମୋ ଭାଗ୍ୟରେ ବା ଆସିବା ପାରୁ। ଦେଖୁନ ଆଜ ଗୋଟେ ବର୍ଷେ ତଳେ ଏମିତି ଗୋଟେ ଶୁଭ ଦିନରେ ମୁଁ ଏ ଘରକୁ ବୋହୂ ହେଇ ଆସିଥିଲି। तो फोन कटाला ଆଜି ଗୋଟେ ବର୍ଷେ ପରେ ଆଜି ଭଳି ଶୁଭ ରାତିରେ ମତେ କେତେ ବଡ଼ ପୁରସ୍କାର ମିଳିଲା। ମୋ ପାଖେ ଭିଡିଓ ଥିଲା ମୁଁ ମାଷ୍ଟର ନ ପଡ଼ିଯିବି ସିନ୍ଦୁର ତୁ ତ ଫୋନ ଭିଡିଓ କରି ମତେ ଦେଇଦବୁ। ଆଉ ବୋହୂ ପରିବାର ପୂର୍ଣ୍ଣଚ୍ଛେଦ ପକେଇଦେଲି, ଆଉ ପେପରରେ ଗୋଟେ ସିଗ୍ନେଚର ମାରିଦେଲେ ସମ୍ପର୍କ ବି ଶେଷ। ମୁଁ କଣ ଆତ୍ମହତ୍ୟା କରି ମରିଗଲେ ତମେ ଶାନ୍ତି ପାଇବ? ତମକୁ ହାତ ଯୋଡୁଛି ଯେ କାବେରୀ ଆଜି ଏ ଘର ଛାଡ଼ିଯିବ। ତମେ ତାକୁ ଅଟକେଇବାକୁ ଜମା ଚେଷ୍ଟା କରନି, ଜମା ଚେଷ୍ଟା କରନି ତମେ। ଆଜି ଭଳି ଏ ଶୁଭ ରାତିରେ ମୋ ସିନ୍ଦୁରକୁ Sindura